ନାରୀ ଢେ 8ଟା ଗୁଣ, ନାରୀ ଢେ 8ଟା ଗୁଣ। ଯୋଉ ଡାଳରେ ଗଲେ ନୃସିଂହ ତା ସେ ପତ୍ର ଚିହ୍ନିଛି। ଯୋଉ ଘାକୁ ଯୋଉ ମେଡିସିନ ଦରକାର ସେ ହୋତା ପାଖରେ ଅଛି। ଯଦି ନୃସିଂହ ହୋତାର ଆଜି ପ୍ରଥମ ପାଲା ହେଇଥାନ୍ତା ତାହେଲେ ହାଉସ ଫୁଲ ହେଇଥାନ୍ତା, ତାହେଲେ ହାଉସ ଫୁଲ ହେଇଥାନ୍ତା। ନାରୀର ଗଣ୍ଡ ଦେଶ ସ୍ତ୍ରୀ ଗାଲକୁ ଗୋଟେ ଚୁମ୍ବନ ନ ଦେଇଛି ସେ ପୁରୁଷଟା ଭାଗ୍ୟହୀନ। ଅମୃତ ଖାଇଲେ ବି ତାକୁ ସୁଖ ନାହିଁ, ଯଥା ସନାଦାସ ଜୀବନ। ଏ ପାଲାରୁ ଗଲେ ତା ସ୍ତ୍ରୀ ତା ପାଖ ମାଡୁଛି, ଯୋଗଣୀ ଘିଆ ଘରୁ ବାହାରେ। ଏମିତିଆ ଗାୟକ ସନାଦାସ ସ୍ତ୍ରୀ ସନାଦାସ ପାଖକୁ ପଉଛି, ଚୁମ୍ବନ କଥା କଣ ଜାବୁଡା ମାରୁଛି। ତାହେଲେ ସେ ଭାଗ୍ୟବାନ ନା ଭାଗ୍ୟହୀନ? ସେ ଭାଗ୍ୟହୀନ ପୁରୁଷ। ଭାଗ୍ୟହୀନ ସେ ପୁରୁଷ, ଭାଗ୍ୟହୀନ ସେ ପୁରୁଷ। କୁଆଡେ ଉଠିଲ, କୁଆଡେ ଉଠିଲ? କଣ ମୋ ଭାଇନା କହିଲେ ନାରୀ ମାନଙ୍କଠି 7ଟା ଦୋଷ ଅଛି। ହଁ 7ଟା ଦୋଷ। ନାଇଁ 7ଟା ଦୋଷ ନୁହଁ। ଆଉ 8ଟା ଦୋଷ। କଲା ଅମୃତ ସାହସୀ ବିଦ୍ୟା, ଯୋଉ ଡାଳରେ ଗଲେ ନୃସିଂହ ତା ସେ ପତ୍ର ଚିହ୍ନିଛି। ଆଉ ଯୋଉ ଘାକୁ ଯୋଉ ମେଡିସିନ ଦରକାର ସେ ହୋତା ପାଖରେ ଅଛି। ଆଚ୍ଛା ଏ ଦୁର୍ବଳ ହେଇଗଲିଣି। ହଁ ହଁ ହଁ। ଆର ବର୍ଷଠୁ କାହାକୁ ଯୋଡି କରିକି ଗାଇବା କଥା ଗାଇବୁ। ଆଚ୍ଛା ଆଚ୍ଛା। ନାଇଁ ଆଜ୍ଞା ସେମିତି ମୁଁ କୁହନ୍ତୁନି। ଆଉ ପାଲା ଗାଇବିନି ଆଜ୍ଞା। ମୁଁ ଅଛି ଭାଇ ବୈଠକ ପାଲା କରିବା। ମୁଁ ଅମୃତ ସାହସୀ ବିଦ୍ୟା, ପ୍ରଭୁ ବିବେକିତା, ରୂପଗ୍ରାହୀ ପରାନିଶ, ଗ୍ରହାଣୀ ଅଷ୍ଟ ଦୁର୍ଗୁଣା, ନାରୀ ଢେ 8ଟା ଗୁଣ। କଣ ଥାଏ? ଏକରେ ଅମୃତ, ଅମୃତ ଥାଏ। ହଁ ନାରୀ ମନେ ମନେ ଭାବେ ହଁ ହଁ। ମୋ ଶରୀରରେ ଅମୃତ ଅଛି ବୋଲି ଆଚ୍ଛା ମୋ ସ୍ୱାମୀ ମତେ ଭଲ ପାଉଛି। ବାସ୍। ଆମେ ଅଣ୍ଡ୍ରି ପୁଅ ବି ସେଇଆ କରିଦେଲେ। ହଁ ହଁ। ସେ ଆମ ମୁଣ୍ଡରେ ଚଢିଲା। ଆଚ୍ଛା ଆଚ୍ଛା। ମୁଁ କହୁନି, ଆଉ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ। ଆଚ୍ଛା ଏଡେ ବଡ କବି ହେଇକି ନାରୀ କେତେ ଉପରକୁ ଉଠେଇ ଦେଲେ। ଆଚ୍ଛା ଆଚ୍ଛା ଆଚ୍ଛା। କହିଲା ବସି ନାହିଁ ଯେ ରମଣୀ, ଇଏ ଘନ ଆସନେ କି ସୁଖ ମିଳିବ ବସି, ଏ ରତ୍ନ ସିଂହାସନେ। ଭଗବାନ ତଣ୍ଟିକି ଦେଇଛି ଗାଉଛ, ଗାଇବାର ଧାରା କିନ୍ତୁ ପାଇନ। ନାଇଁ ନାଇଁ ନାଇଁ। ପ୍ରଭୁ ତଣ୍ଟିଟି ଦେଇଛି ଜଗନ୍ନାଥକୁ ମୁଣ୍ଡିଆ ମାରୁଛି। ଆଚ୍ଛା ସେଇ ତଣ୍ଟି ସେମିତି ଥାଉ। ହଁ ଗାଉଛ କିନ୍ତୁ ଧାରା ପାଇନ। ନା କେମିତି ଗାଇଲେ ଧାରାଟା ପଡିବ ଠିକ ରେ, ସେ କାଇଦାଟା ତୁମକୁ ଜଣା ନାହିଁ। ନାଇଁ। ଗଲା ଭାଗ୍ୟ ଏହି ନ ସେ ପୁରୁଷ, ଭାଗ୍ୟହୀନ ସେ ପୁରୁଷ, ଭାଗ୍ୟହୀନ ସେ ପୁରୁଷ।
নাহি যে রমণী অষ্ট সুধার ভাগ্যহীন সে পুরুষ ভাগ্যহীন সে পুরুষ নাই যাই বসি নাই যে রমণী ঘনজ আসনে আচ্ছা কি ସୁଖ ମିଳିବ ବସି ରତ୍ନ ସିଂହାସନ ଆଜ୍ଞା ଆଜ୍ଞା ଯେ ନାରୀ କୋଳରେ ଟିକେ ନ ବସିଛି ହଁ ହଁ ନାରୀର ଗଣ୍ଡ ଦେଶ ସ୍ତ୍ରୀ ଗାଲକୁ ଗୋପାଳ ଗୋଟେ ଚୁମ୍ବନ ନ ଦେଇଛି ହଁ ସେ ପୁରୁଷଟା ଭାଗ୍ୟହୀନ ଭାଗ୍ୟହୀନ ବୋଲି ତାକୁ କୁହାଯାଏ ସତ କଥା ଆଉ ଅମୃତ ଖାଇଲେ ବି ତାକୁ ସୁଖ ନାହିଁ ନାଇଁ 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 ଯଥା ସନାଦାସ ଜୀବନ ଏ ପାଲାରୁ ଗଲେ ତା ସ୍ତ୍ରୀ ତା ପାଖ ମାଡୁଛି ନାଇଁ ଯୋଗଣୀ ଖିଆ ଘରୁ ବାହାରେ ହଁ ଏମିତିଆ ଗାୟକ ଆଚ୍ଛା ସ୍ତ୍ରୀ ଦେଖିଲା ମାତ୍ରେ ଘରୁ ତଡୁଛି ହଁ ମ ତାମାନେ ଏ ଭାଗ୍ୟବାନ ନା ଭାଗ୍ୟହୀନ ଗାୟକ ଭାଗ୍ୟହୀନ ବୋଲି କହିବ ନା ଆଉ ଇ ନାହିଁ ଯେ ରମଣୀ ଓଷ୍ଠ ସୁଧାରସ ବାସ୍ ଯିଏ ସ୍ତ୍ରୀର ଓଷ୍ଠରୁ ସୁଧା ବୋଲେ ଅମୃତ ଚୁମ୍ବନ ଟିକେ ପାଇନି ପାଇନି ହଁ ହଁ ସେ ପୁରୁଷ ବଞ୍ଚିକି ଯାହା ମରିବା ସହିତ ସମାନ ବାସ୍ ସନାଦାସ ସ୍ତ୍ରୀ ସନାଦାସ ପାଖକୁ କହୁଛି ଚୁମ୍ବନ କଥା କଣ ଜାବୁଡା ମାରୁଛି ତାହେଲେ ସେ ଭାଗ୍ୟବାନ ନା ଭାଗ୍ୟହୀନ ସେ ଭାଗ୍ୟହୀନ ପୁରୁଷ ଭାଗ୍ୟହୀନ ଅମୃତ ସାହସୀ ସାହସୀ ନାରୀର ଆଉ ଗୋଟିଏ ଦୋଷ ଆଉ ଗୋଟିଏ ଗୁଣ କଣ ଅଛି କୁଆଡେ ଉଠିଲ କୁଆଡେ ଉଠିଲ ମୁଁ ଟାଇମ ହେଲା ବେଳକୁ ଉଠୁଛ କାଲି 12:20 ପାଲା ଭାଙ୍ଗିଛ ମୁଁ 11ଟା ଯାକେ ପାଲା ଗାଇଲି ତମେ 12:20 ପାଲା ଶେଷ ଦୁଇରେ ନାରୀ ହଉଛି ସାହସୀ ସାହସୀ ରାବଣ ଆସିଲା ହଁ ହଁ ସୀତାଙ୍କୁ ଧରିଲା ବାସ୍ ରଥରେ ବସେଇଲା ହଁ ହଁ ସୀତା ଉତ୍ତର ଦେଲା ସେଇଠି କଣ ଉତ୍ତର ଦେଲେ ମା କହିଲା ଏ ରାବଣ ରେ ରେ ଶୃଗାଳଂ ମେ ସିଂହୀର ଭବତୁ ଭବତା ବିନଶ୍ୟତି ପ୍ରତିକୃତିଂ ପ୍ରତୀଣଂ ପ୍ରତିମୁହୂର୍ତ ଏଇ ସୀତାକୁ ଭିଡିକି ନଉଛି ରାବଣ ଆଚ୍ଛା ସୀତା କହିଲେ ମୁଁ ସିଂହୀ ଆଚ୍ଛା ସିଂହର ସ୍ତ୍ରୀ ବାସ୍ ମତେ ଭିଡିକି ନଉଛୁ ମାନେ ହଁ ହଁ ତୁ ମରିବାଟା ଥୟ ବାସ୍ ବାସ୍ ତୋର ଶିଷ୍ଟାଚାର ନାହିଁ ରେ ଯଦି ସାହସ ନଥାନ୍ତା ବାସ୍ ମା ସୀତା କଣ ଏତିକି କହିଥାନ୍ତା ନାଇଁ 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 ତିନିରେ ନାରୀ ହଉଛି ମାୟାବିନୀ ବାସ୍ ଭାଉଜ ମୋ ଉପରେ ରାଗିବନି ନାଇଁ ନାଇଁ ନାରୀଠୁ ମାୟାବିନୀ ବ୍ରହ୍ମାଣ୍ଡରେ କେହି ନାହିଁ ବାସ୍
ବୃହସ୍ପତି ବ୍ରାହ୍ମଣ ହଁ ପୁଅ କଚ। ଆଚ୍ଛା ଟାଇମ ବୋଧେ 11ଟା ବାଜିବଣି। 12 ହେଇଗଲାଣି। ହଉ ଆଉ ଅଧଘଣ୍ଟେ ନବା, ଆଚ୍ଛା ନହେଲେ ପଇସା ଭୋଗ୍ୟ ହବନି ଦେହକୁ। ନାଇଁ ନାଇଁ ଦିନ ହବନି। ଏ ମା ଜାଗର ପାଲା, ମା ପଇସା ଆମେ ନଉଛୁ। ଆଉ କଣ ମାଙ୍କୁ ଠକିଲେ ହବନି। ତେଣୁ ତମର 7 ରୁ 10, ମୋର 10 ରୁ 12। ବାସ୍ ପ୍ରଥମ ଥାକ 3 ଘଣ୍ଟା, ଦ୍ୱିତୀୟ ଥାକ 2 ଘଣ୍ଟା। 2 ଘଣ୍ଟା। ତଥାପି ଗଲା କାଲି ଢେର ଲୋକ ବସେଇଥିଲେ ଗାୟକ। ଆଚ୍ଛା ଦ୍ୱିତୀୟ ଥାକରେ ମୁଁ ଯେତେବେଳେ ତଳକୁ 1 ପାସ୍ ଆସେ, ବାସ୍ ମୁଁ ଗଣିଲି ମାତ୍ର 6 ଜଣ ଅଛନ୍ତି। ଆଚ୍ଛା 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 ବିଷ୍ଣୁ ଠିକ କହୁଛି ନା ଭୁଲ କହୁଛି? ତୁ ଅନୁଷ୍ଠାନର କର୍ମକର୍ତ୍ତା, ସବୁ ବୁଝୁଛୁ, ମିଛ କହିବୁନି କେବେ, ମାର ଦୋଷ ଲାଗିବ। କେତେ ଜଣ ଥିଲେ? 6 ଜଣ। ଆଚ୍ଛା ଆଜି ଯୋଉ 2 ଘଣ୍ଟା ପାଲା ହେଲାଣି, କେତେ ଲୋକ ଅଛନ୍ତି? ଯଦି ନୃସିଂହ ହୋତାର ଆଜି ପ୍ରଥମ ପାଲା ହେଇଥାନ୍ତା, ବାସ୍ ତାହେଲେ ହାଉସ ଫୁଲ ହେଇଥାନ୍ତା। ହଁ 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 ତମେ ପାଲା ଗାଉଛ, ଲୋକ ରଖି ପାରୁନ। ଆଉ ଏଥିରେ କହୁଛ ହୋତା ଯେତିକି ନବ ମୁଁ ସେତିକି ନେବି। ଆରେ ହୋତା ତ 1000 ଲୋକ ବସେଇବ, ସେଇ ରାତିକେ 12,000 ନବ। ତମେ ତ 12 ଜଣ ବସେଇବ, ହଁ ତମର କଣ ମୁଣ୍ଡ ଗୋଟାକେ 1000 ଟଙ୍କା? ଆଚ୍ଛା ତମେ 12,000 ନବ? ହଁ ସଜ୍ଜନ ବର୍ଗେ ବାସ୍ କବି କହିଲେ, ବସି ନାହିଁ ଯେ ରମଣୀ ଘନ ଯ ଆସନେ, ହଁ ହଁ କି ସୁଖ ମିଳିବ ବସି ରତ୍ନ ସିଂହାସନେ। ସିଂହାସନେ ଭାଗ୍ୟହୀନ ସେ ପୁରୁଷ, ବାସ୍ ପିଇ ନାହିଁ ଯେ ରମଣୀ ଓଷ୍ଠ ସୁଧାରସ। ରସ ଯିଏ ସ୍ତ୍ରୀ ଓଷ୍ଠରୁ ଚୁମ୍ବନ ଟିକେ ନ ପାଇଛି, ଆହା ହା 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 ସେ ପୁରୁଷଟା ଭାଗ୍ୟହୀନ।